ସକାଳୁ ସକାଳୁ ଏତେ କୁହୁଡ଼ି ହେଇଥିଲା ଯେ ମୁହଁ ଦେଖା ଯାଉନଥିଲା। ଏତେ କୁହୁଡ଼ିରେ ମଧ୍ୟ ସକାଳୁ ସକାଳୁ ମୁଁ ଦୋକାନକୁ ବାହାରି ଯାଇଥିଲି। ଜୟ ଜଗନ୍ନାଥ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁ ନେଇକି ଷ୍ଟାର୍ଟ କରିବା ଆଜିର ଭିଡ଼ିଓ। ନମସ୍କାର, ଜୟ ଜଗନ୍ନାଥ। ମୁଁ ଲକ୍ଷ୍ମୀ ଆଉ ମୁଁ ଭୁବନେଶ୍ୱରରେ ଗୋଟେ ଛୋଟ ପରିବା ଦୋକାନ କରିଛି। ତ ଚାଲନ୍ତୁ ଆଜି ଦେଖିବା ଆମ ପରିବାରରେ ସବୁ କ'ଣ କ'ଣ ଅଛି ଆଉ କ'ଣ ଭେରାଇଟି ସବୁ ଆସିଛି। ଏଇଠି ଆଗ ଆସିଥିଲା ଭାରି ଫୁଲକୋବି, ବନ୍ଧାକୋବି ବସ୍ତା। ଆଜି 2-3 ବସ୍ତା ହିଁ ଆସିଲା, ଛଡ଼ାଛଡ଼ି କରି ବେପାର କରିବୁ ବୋଲି। କାହିଁକି ନା ଆଜି ଯେହେତୁ ଥିଲା ମଙ୍ଗଳବାର ତ ବହୁତ କମ୍ କମ୍ ଜିନିଷ ଆସିଲା। କିନ୍ତୁ ଝିଅ ଏତେ ଶାଗ ଦେଇଦେଇଥିଲା, ଶାଗ ଦେଖିକି ମୋ ମୁଣ୍ଡ ଖରାପ ହେଇଗଲା। ଆଜି ନୂଆ କରି ଆମ ଦୋକାନକୁ ଆସିଥିଲା ମେଥି ଶାଗ, ତା ସାଙ୍ଗକୁ ଏଠି ପିଆଜ ଷଣ୍ଢା ଆଉ ଶିମ୍ବ, କାକୁଡ଼ି, ଜହ୍ନି, ବିନ୍ସ ଏଗୁଡ଼ା ତ ସବୁ ଆମ ଦୋକାନକୁ ଆସେ। ଆଜି ଆମ ଦୋକାନକୁ ଯେଉଁ ମଟରଟା ଛୁଇଁଟା ଆସିଥିଲା ସେଇଟା ହେଉଛି ଦାନାବାଲା ମଟର। ତାପରେ ଅଦା ରସୁଣ ହେକା ଯାହା ଯେମିତି ସଜେଇକି ରଖିଦେଲି, କୋବି ହେକା ଛଡ଼େଇକି ସବୁ ପାଲରେ ସବୁ ସଜାସଜି କରିଦେଲି ବେପାର କରିବା ପାଇଁ। ଏବେ ମୁଁ ବେପାର କରିବା ପାଇଁ ପୁରା ରେଡ଼ି। ଆଉ ଚାଲନ୍ତୁ ଦେଖିବା ଆଜି କେମିତି କ'ଣ ବେପାର ହେଉଛି। ସକାଳୁ ସକାଳୁ ଜଣେ ଅଙ୍କଲ ଆସିଥିଲେ, ସିଏ ଆଗ କୋବି ନେଇଥିଲେ। ତାପରେ ଏପଟେ ଯିଏ ବି ଆସିଲେ କୋବି ଶାଗ ନେବାକୁ, ସିଏ ମଧ୍ୟ 150 ଟଙ୍କାର ଖଣ୍ଡେ ପରିବା ନେଇଥିଲେ। ଏଇଠି ଆଉ ଜଣେ ଅଙ୍କଲ ଆସିଥିଲେ ଶାଗ ନେବାକୁ, ଆଉ ତାଙ୍କୁ ଶାଗ ଦେଲି, ତା ସାଙ୍ଗକୁ କୋବି ମଧ୍ୟ କୁହାକୁହି କରିକି ଦେଇଦେଲି। ମାନେ ବେପାର ଟିକେ ନଲେଜ ହେବା ଦରକାର। ତ ସେ ବନ୍ଧା ଫୁଲ ନେଇନଥାନ୍ତେ କିନ୍ତୁ ରେଟ୍ କମ୍ ଶୁଣିକି ନେଇଗଲେ। ତାପରେ ଆଉ ଜଣେ ଆଣ୍ଟି ଆସିଲେ, ସିଏ ମଧ୍ୟ ଶାଗ ନେଇଥିଲେ। ଶାଗ ଆଜି ଏତେ ସାରା ଆସିଲା, ମଙ୍ଗଳବାର ଶାଗ ସରିବ କି ନାହିଁ ମୋର ଡାଉଟ୍ ମଧ୍ୟ ଥିଲା। କିନ୍ତୁ ଶାଗ ତ ସାରିବାକୁ ପଡ଼ିବ ନା, ଯେହେତୁ ଏତେ ଶାଗ ଆସିଛି, ନ ସାରିଲେ ବି ସେ ରହିକି ଖରାପ ହେଇଯିବ। ସେଥିପାଇଁ ଶାଗ ରେଟ୍ ପୁରା ତଳକୁ ଖସିଦେଲି। ମାନେ 2ଟାକୁ 10, 5ଟାକୁ 20, ଯିଏ ନେବ ବି 5ଟା 20 ଲୋଭରେ ନେଇଯିବ। ତାପରେ ଏଇଠି ଅଙ୍କଲ ଜଣେ ଆସିଲେ କୋବି ନେବାକୁ। କୋବିର ରେଟ୍ ଥିଲା ଆଜି ଗୋଟେ 30, 2ଟା 50। ବନ୍ଧା ଆଜି 30, 40, 20 ଏଇ ଟାଇପ୍ର ଥିଲା। କୋବି ପ୍ରାୟତଃ ସମସ୍ତେ 2-2ଟା ନେଇଛନ୍ତି, କିନ୍ତୁ କିଏ ଯଦି ତାଙ୍କ ଘରେ କମ୍ ଥିବ ତାହେଲେ ସେ ଗୋଟେ ଗୋଟେ ନେଇଛନ୍ତି। ଯିଏ ବି ଶାଗ ପାଇଁ ଆସିଲେ ସେ 2ଟା 10 ଟଙ୍କା ଶୁଣିକି 5ଟା 20 ଟଙ୍କା ଦେଇକି ହିଁ ନିଅନ୍ତି। ପାଳଙ୍ଗ ଶାଗ ଆଜି 4 ବିଡ଼ା 20 ଥିଲା, ମୂଳା ଆଜି ବିଡ଼ା 10 ଥିଲା। ତେଣୁକରି ସମସ୍ତେ ଲୋଭରେ ହିଁ ନେଇଯାଉଥିଲେ। ପରିବା ରେଟ୍ ତ ଆସ୍ତେ ଆସ୍ତେ ତଳକୁ ଖସି ଆସିଲାଣି। ଆପଣଙ୍କ ଆଗରେ ପରିବା ରେଟ୍ କେମିତି ଅଛି ପ୍ଲିଜ୍ ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ତ ଏଇଠି ପରିବା ବେପାର କରୁ କରୁ ମୋର ଏତେ ହାବିଟ୍ ହେଇଗଲାଣି ଯେ ରେଟ୍ ପୁରା ମୋ ମୁହଁରେ ଅଛି। ତେଣୁକରି ସମସ୍ତଙ୍କୁ ରେଟ୍ କହିବି ଆଉ ଟିକେ ଚାଲାକି କରିକି ଦେବାକୁ ମୋତେ ସୁବିଧା ହେଉଛି। ଅଙ୍କଲ ଜଣେ ଆସିଥିଲେ, ସେ ଲେମ୍ବୁ ଗୋଟେ ନେବା ପାଇଁ ଆସିଥିଲେ, କିନ୍ତୁ ମୁଁ ତାକୁ 3ଟାକୁ 10 ଟଙ୍କା କହିକି ଦେଇଦେଲି। ତ ଯାହା ତ ହଉ ମୋର 5 ଟଙ୍କା ତ ଲାଭ ହେଲା ନା। ତାପରେ ଆଉ ଜଣେ ଆଣ୍ଟି ଆସିଥିଲେ, ସିଏ ଆଜି ଚଣା ଶାଗ ଫାଷ୍ଟ ବହିନ କଲେ। ତ ତାଙ୍କ ହାତରୁ ଚଣା ଶାଗ ବହିନ ହେଇଥିଲା। ନହେଲେ ନାହିଁ ନର୍ମାଲି ତ ଆମର ଏମିତି ବେପାର ଚାଲିଥିଲା। ଶାଗ କିନ୍ତୁ ଆଜି ଏତକ ବେପାର ପରେ ମଧ୍ୟ ବଳି ଯାଇଥିଲା, କାହିଁକି ନା ଆଜି ବେପାର ଏତେ ଭଲ ହେଇନଥିଲା। ମଙ୍ଗଳବାର ଯେହେତୁ ଆଇଁଷ ବାରି ଥିଲା, ତ ସମସ୍ତେ ଆଇଁଷ ଉପରେ ମାଡ଼ ହେଉଥିଲେ। ଶାଗ ତେଣୁକରି ଆଜି ବହୁତ କମ୍ ଲୋକ ନେଉଥିଲେ। ଯାହା ଯେମିତି କି କୋବି ଅଳ୍ପ ବହୁତ ସରିଗଲା, କିନ୍ତୁ ଶାଗ ବହୁତ ଗୁଡ଼ା ବଞ୍ଚିଗଲା। ଆଜି ଶାଗ ଏତେ ଆଣିବାର ନଥିଲା, ଶାଗ ଆଜି ଆଣିକି ସତରେ ଭୁଲ ହେଇଗଲା। ଛାଡ଼ନ୍ତୁ, ଭୁଲ ହେଇଛି ଯେହେତୁ ବେପାର ତ କରିବାକୁ ପଡ଼ିବ। ତାପରେ ମଝିଆଣି ଝିଅ ଯେହେତୁ ମାର୍କେଟରୁ ଆସିଲା ହାରି, ସେ ବସିକି ମଧ୍ୟ ବେପାର କରିଥିଲା। ଆଉ ଏତେ ଶାଗ ଆଣିକି ଆଜି ବେପାର ନ ହେଲାରୁ ମନ ଦୁଃଖ ହେଲା। ଆଜି ଶାଗ ସତରେ ଆଣିକି ଭୁଲ ହେଲା, ତ ଛାଡ଼ନ୍ତୁ। ତାପରେ ଏଠି ବେପାର ପତ୍ର ଯାହା ଯେମିତି କଲୁ, ତାପରେ ଦୋକାନ ବନ୍ଦ କରିବାକୁ ଡିସାଇଡ୍ କଲୁ। ତ ଦୋକାନ ବନ୍ଦ ବାନ୍ଦ କରିକି ଆସିକି ମୁଁ ବସି ପଡ଼ିଲି ତଳ ଦୋକାନରେ। ଆଜିର ଭିଡ଼ିଓ ପାଇଁ ଏତିକି। ପୁଣି ଦେଖାହେବା ନେକ୍ସଟ ଭିଡ଼ିଓରେ। ବାଏ ବାଏ।